ଚିନ୍ତାରୁ ମୁକ୍ତି ପାଇବାର ଉପାୟ ଭାଗ 34। ଶାରୀରିକ ଚିନ୍ତା। ଶାରୀରିକ ଚିନ୍ତାରେ କ୍ରମଶଃ ଆସୁଥିବା ଦୁର୍ବଳତା ତଥା ବୃଦ୍ଧାବସ୍ଥା ମୁଖ୍ୟ ଅଟେ। କେତେକ ଲୋକ ନିଜର ଶାରୀରିକ ଦୁର୍ବଳତାକୁ ଖୁବ୍ ବଡ଼ ଭାବରେ ଦେଖିବାରେ ଅଭ୍ୟସ୍ତ। ଏହା ଏକ ପ୍ରକାର ସନ୍ଦିଗ୍ଧ ସ୍ୱଭାବ ଅଟେ। ସାଧାରଣ ବ୍ୟାୟାମ, ସଂଯତ ଜୀବନ, ଜିହ୍ୱା ଉପରେ ନିୟନ୍ତ୍ରଣ, ଆହାର ବିହାର ବିଷୟରେ ସାବଧାନତା ଅନେକ ଶାରୀରିକ ଚିନ୍ତା ଦୂର କରିଦେଇପାରେ। ସନ୍ଦେହର ଅଭ୍ୟାସ ଅନର୍ଥକାରୀ। 100 ବର୍ଷ ପର୍ଯ୍ୟନ୍ତ ତୁମେ ଠିକ୍ ଭାବରେ ରହିବା ସମର୍ଥ। ଜୀବନ ଉପରେ ଅତ୍ୟାଚାର କର ନାହିଁ। ଅତ୍ୟାଚାର ନ ହେଲେ ତାହା ଆପେ ଆପେ ଚାଲିବ। ମିଥ୍ୟା ଭୟ ପରିତ୍ୟାଗ କର। ସାଧାରଣ ରୋଗ ସହିତ ଲଢ଼ିବା ପାଇଁ ତୁମଠାରେ ପ୍ରଚୁର ସାମର୍ଥ୍ୟ ଅଛି। ଅକାରଣ ଭୟ କଲେ ଶରୀର ଦୁର୍ବଳ ହୋଇଯାଏ। ତୁମେ ନିଜେ ଚିନ୍ତା ସୃଷ୍ଟି କର। ଏହା ତୁମ ବିଚାରର ଅଭ୍ୟାସ। ବାହ୍ୟ ବାତାବରଣକୁ ବଦଳାଇ ଦିଆଯାଇ ନପାରେ। ଯଦି ଶରୀର ବିଷୟରେ ଚିନ୍ତା ଅଛି, ତେବେ କୌଣସି କ୍ରିୟାତ୍ମକ କାର୍ଯ୍ୟ କର। ଭ୍ରମଣ କର, କସରତ କର, ଶୁଦ୍ଧ ବାୟୁ ସେବନ କର, ବିଶ୍ରାମ କର। ଅନର୍ଥକ ଚିନ୍ତା କଲେ କିଛି ହୁଏ ନାହିଁ। ଯୋଜନା ପ୍ରସ୍ତୁତ କରି ଚିନ୍ତାର କାରଣକୁ ଦୂର କରିବା ହିଁ ଏଇଥିରୁ ମୁକ୍ତି ପାଇବାର ଉପାୟ ଅଟେ। କ୍ରମଶଃ ଆଗାମୀ ଭାଗରେ ଆହୁରି ଆଗକୁ। ବିଚାରକ୍ରାନ୍ତି ଦୂତ ୟୁଟ୍ୟୁବ୍ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାରକ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ଓ ଇନଷ୍ଟାଗ୍ରାମ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।